ନମସ୍କାର ଦର୍ଶକ ବନ୍ଧୁ। କେଦାରଗୌରୀ ସିରିଏଲରେ ଦେଖିବାକୁ ପାଇବେ ଆଉ ଗୋଟେ ଧମାକେଦାର ଭିଡ଼ିଓ। ଆଜି ଗୌରୀ ତାଙ୍କ ଝିଅକୁ ପାଇଯାଇଛନ୍ତି। ହଁ ସାଙ୍ଗମାନେ, କେଦାରଗୌରୀ ମନ୍ଦିରର ପୂଜାରୀଙ୍କ ପାଖକୁ ଯାଇଥିବେ। ଆଉ ସେ ପୂଜାରୀ ତାଙ୍କୁ ସେ ଛୁଆଟିକୁ ଦେଇଦେବେ। ଆଉ ଗୌରୀଙ୍କୁ କହିବେ, ମା ୟାକୁ ନିଜ ଝିଅ ଭାବିକି ପାଳିବ। ଆଉ ଗୌରୀ ଖୁସିରେ ହଁ କହିବେ। ଆଉ ସେପଟେ ପିୟୁଷ କହୁଥିବ, ଗୌରୀ ଦିଦିଙ୍କ ଛୁଆ ବଞ୍ଚିଛି ବୋଲି ମୁଁ ତ କନଫର୍ମ ହେଇଗଲି, କିନ୍ତୁ ଏବେ ସେ ଅଛି କେଉଁଠି? ଆଉ ଠିକ୍ ସେଇଠି ପିୟୁଷ ଗୋଟେ ସାପକୁ ଦେଖିବେ। ଆଉ କହିବେ, ମୋତେ ସାପର ପିଛା କରିବାକୁ ପଡ଼ିବ। ଏମିତି କହି ପିୟୁଷ ସାପ ପଛେ ପଛେ ଯିବେ। ତାପରେ ଆଉ ଗୋଟେ ପଟେ ମାଧବୀ ବିକ୍ରାନ୍ତକୁ କହୁଥିବ, ସେଇ ପୂଜାରୀ ପାଖରେ ଗୌରୀର ଝିଅ ନାହିଁ ତ? ଏମିତି କହି ବିକ୍ରାନ୍ତ ଆଉ ମାଧବୀ ମଧ୍ୟ ମନ୍ଦିର ଆଡ଼କୁ ଯିବେ। ତ ଦର୍ଶକ ବନ୍ଧୁ, ଗୌରୀ ଅଜାଣତରେ ହେଲେ ବି ତାଙ୍କ ଝିଅକୁ ପାଇବା ଦେଖି ଯାହାକୁ ଯାହାକୁ ଖୁସି ଲାଗିଲା ସେମାନେ ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।